ନମସ୍କାର ବନ୍ଧୁଗଣ। ବାସ୍ତୁଶାସ୍ତ୍ର ଏକ ପ୍ରାଚୀନ ବିଜ୍ଞାନ ଯାହାକୁ ମାନବ ଜୀବନ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏହା ସକାଳୁ ଉଠିବା ପରେ ପ୍ରଥମ ଦର୍ଶନକୁ ବହୁତ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ବାସ୍ତୁଶାସ୍ତ୍ରରେ କୁହାଯାଇଛି ଯେ ସକାଳେ ଉଠିବା ପରେ ଆପଣ ଦେଖୁଥିବା ଜିନିଷ ଗୁଡ଼ିକ ବ୍ୟକ୍ତିର ମନ, ଶାନ୍ତି ଏବଂ ଦୈନନ୍ଦିନ କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଇଥାଏ। କୁହାଯାଏ ଯେ ସକାଳେ ଦେଖୁଥିବା ଜିନିଷ ଗୁଡ଼ିକ ଦୈନନ୍ଦିନ ଚିନ୍ତାଧାରା ଏବଂ ଫଳାଫଳକୁ ପ୍ରଭାବିତ କରିଥାଏ। ବାସ୍ତୁଶାସ୍ତ୍ର ଏପରି କିଛି ଜିନିଷ ବିଷୟରେ ମଧ୍ୟ ବର୍ଣ୍ଣନା କରେ ଯାହାକୁ ସକାଳେ ବିଛଣାରୁ ଉଠିବା ମାତ୍ରେ ଦେଖିବା ଅଶୁଭ ବୋଲି ବିବେଚନା କରାଯାଇଥାଏ। ଆସନ୍ତୁ ଏହି ଜିନିଷ ଗୁଡ଼ିକ ବିଷୟରେ ଜାଣିବା। ଛାଇ। ସକାଳେ ବିଛଣାରୁ ଉଠିବା ମାତ୍ରେ ଆପଣଙ୍କ ଛାଇକୁ ଦେଖିବା ସମ୍ପୂର୍ଣ୍ଣ ଭାବରେ ଏଡ଼ାଇବା ଉଚିତ। ଉଠିବା ସମୟରେ ଆପଣଙ୍କ ନିଜ ପ୍ରତିଫଳନ ଦେଖିବା ଅଶୁଭ ବୋଲି ବିବେଚନା କରାଯାଇଥାଏ। ବାସ୍ତୁଶାସ୍ତ୍ରରେ କୁହାଯାଇଛି ଯେ ଆପଣଙ୍କ ଛାଇକୁ ଦେଖି ଆପଣଙ୍କ ଦିନ ଆରମ୍ଭ କରିବା ଭଲ ନୁହେଁ। ଏହା ଜୀବନରେ ନକାରାତ୍ମକ ଶକ୍ତି ବୃଦ୍ଧି କରେ। ଭଙ୍ଗା ଦର୍ପଣ। ଯେତେବେଳେ ଆପଣ ପ୍ରସ୍ତୁତ ହୋଇ ବାହାରକୁ ଯାଉଛନ୍ତି ଆପଣଙ୍କୁ ଭଙ୍ଗା ଦର୍ପଣ ଦେଖିବାକୁ ଏଡ଼ାଇବା ଉଚିତ। ଏପରି କରିବା ଅଶୁଭ ବୋଲି ବିବେଚନା କରାଯାଇଥାଏ ଏବଂ ଏହା ଦେଖାଯାଇଥିବା କାମ ଗୁଡ଼ିକୁ ବି ନଷ୍ଟ କରିଥାଏ। ଅଇଁଠା ବାସନ। ବାସ୍ତୁଶାସ୍ତ୍ର ଅନୁସାରେ ସକାଳେ ଉଠିବା ପରେ ତୁରନ୍ତ ଶୋଇବା ଘରେ ଅଇଁଠା ବାସନ ଦେଖିବା ଅଶୁଭ। ତେଣୁ ଉଠିବା ପରେ ତୁରନ୍ତ ରୋଷେଇ ଘରକୁ ଯିବା ଉଚିତ ନୁହେଁ। ଏହା କରିବା ଦ୍ୱାରା ଘରେ ଦୁଃଖ ଏବଂ ଦରିଦ୍ର ଆସିଥାଏ। ବନ୍ଦ ଘଣ୍ଟା। ବାସ୍ତୁରେ ଘଣ୍ଟାକୁ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଇଥାଏ। କୁହାଯାଏ ଯେ ଘରେ ବନ୍ଦ ଘଣ୍ଟା ରଖିବା କିମ୍ବା ଦେଖିବା ଶୁଭ ନୁହେଁ। ତେଣୁ ସକାଳେ ଉଠିବା ସମୟରେ ଭୁଲରେ ମଧ୍ୟ ବନ୍ଦ ଘଣ୍ଟା ଦେଖିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଜୀବନରେ ବଡ଼ ସମସ୍ୟା ଆସିଥାଏ। ଭଙ୍ଗା ମୂର୍ତ୍ତି। ସକାଳୁ ସକାଳୁ ଦେବୀ ଦେବତାଙ୍କ ଭଙ୍ଗା ମୂର୍ତ୍ତି ଦେଖିବା କିମ୍ବା ଛୁଇଁବା ଠାରୁ ଦୂରେଇ ରହିବା ଉଚିତ। ଘରେ ଥିବା ଭଙ୍ଗା ମୂର୍ତ୍ତି ନକାରାତ୍ମକ ଶକ୍ତି ବୃଦ୍ଧି କରେ। ଭଙ୍ଗା ମୂର୍ତ୍ତି ଗୁଡ଼ିକ ପବିତ୍ର ନଦୀରେ ଉଜାଇ ଦେବା ଉଚିତ। ନକାରାତ୍ମକ ଆଚରଣ ପରିହାର କରନ୍ତୁ। ସକାଳୁ ଉଠିବା ମାତ୍ରେ କଳହ, କ୍ରୋଧ, ମିଛ, ଅହଙ୍କାର ଇତ୍ୟାଦି ପରିହାର କରନ୍ତୁ। ସକାଳେ ଠିକ୍ ସମୟରେ ଉଠି ପଢ଼ନ୍ତୁ। ସ୍ନାନ ପରେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ। ବିଳମ୍ବରେ ଶୋଇବା ପରିହାର କରନ୍ତୁ। କେବେ କାହାକୁ ଅପମାନ କିମ୍ବା ଅସମ୍ମାନ କରନ୍ତୁ ନାହିଁ।